ଭିତରକୁ ଯାଇଥିଲେ କେତେ ସମୟ ସାର୍ ଭିତରେ ରହିଲେ ଆଉ ଚାବି ଭଙ୍ଗା ହେଲା? ଦେଖନ୍ତୁ ଆମର ପ୍ରସ୍ତାବ ଯୋଉ ହେଇଥିଲା ସେ ଅନୁଯାୟୀ ରିଜଲ୍ୟୁସନ୍ ଯୋଉ କରିଥିଲୁ ଆମେ 10ଟା ବେଳେ ଆମର ମିଟିଂ କରିବୁ। 10ଟା ପୂର୍ବରୁ ଆମେ ଯାଇକରି ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ବର୍ତ୍ତମାନ ଅବସ୍ଥାପିତ ମହାପ୍ରଭୁଙ୍କ ପାଖରେ ଆମକୁ ସମର୍ପଣ କଲୁ। ତାଙ୍କ ଆଶୀର୍ବାଦ ମାଗିକିରି ଆଣିଲୁ ଯେ ଆପଣ ନାହାନ୍ତି, ଆମେ ଯାଉଛୁ ଆପଣଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ। ସେଠୁ ଆଶୀର୍ବାଦ ନେଇ ଆସି ଆମେ 10ଟା ବେଳେ ମିଟିଂ କଲୁ। 10ଟା ବେଳେ ମିଟିଂରେ ପ୍ରାୟ 45 ମିନିଟ୍ ଲାଗିଲା। ସମସ୍ତ ସଦସ୍ୟଙ୍କୁ ଏସ୍ଓପି ବିଷୟରେ କିଛି ଅବଗତ କରାଗଲା। ଏସ୍ଓପି ଡାଇରେକ୍ସନ୍ ଅନୁଯାୟୀ ଆମର 2 ଜଣ ସଦସ୍ୟ ମଧ୍ୟ ସିଲେକ୍ଟ ହେଲା। ସେଥିରେ ମୁଁ ଆଜ୍ ଚେୟାରମ୍ୟାନ୍ ଆଣ୍ଡ ଆମର ଯେଉଁ ଦ୍ୱିତୀୟ ସଦସ୍ୟ ସିନିୟର ସଦସ୍ୟ ଅଛନ୍ତି ଡକ୍ଟର CBK ମହାନ୍ତି, ଆମେ 2 ଜଣଙ୍କୁ ମନୋନୀତ କରାଗଲା ଏ କାର୍ଯ୍ୟରେ ଆମେ ସହଯୋଗ କରିବୁ ବୋଲି। ଆମେ ତଦନୁଯାୟୀ ଆମେ 12ଟା ପାଖାପାଖି ମନ୍ଦିର ଭିତରେ ପ୍ରବେଶ କଲୁ। ମନ୍ଦିର ଭିତରେ ପ୍ରବେଶ କରିକିରି ଆମେ ମନ୍ଦିର ଭିତରେ ମା ବିମଳାଙ୍କୁ ଆଶୀର୍ବାଦ ନେଲୁ। ତାପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନେଲୁ, କାହିଁକିନା ମା ଲକ୍ଷ୍ମୀ ହେଉଛନ୍ତି ଜଗନ୍ନାଥଙ୍କର ଘରଣୀ, ସେ ସମ୍ପତ୍ତିର ମାଲିକାଣୀ। ତାଙ୍କଠୁ ଆଶୀର୍ବାଦ ନେବା ଆବଶ୍ୟକ ଥିଲା। ଆମେ ସେଠି ମଧ୍ୟ ଅଧିକା କରି ଆଶୀର୍ବାଦ ନେଲୁ। ତାପରେ ସେଠି ଯେଉଁ ଲୋକନାଥ ମହାଦେବ ଲୋକନାଥ ଯେଉଁ ଅଛନ୍ତି ଅବସ୍ଥାପିତ ହେଇଛନ୍ତି, ଲୋକନାଥଙ୍କ ମଧ୍ୟ ଭିକ୍ଷା ନେଲୁ, ଆଶୀର୍ବାଦ ନେଲୁ, ଖୋଲିବା ପାଇଁ ତାଙ୍କ ଅନୁମତି ନେଲୁ। କାରଣ ସେ ଦ୍ୱାରପାଳ ଭାବରେ ଅଛନ୍ତି, ଜଗିଛନ୍ତି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଚାବି ସବୁ ଆସିଲା। ଚାବି ଦ୍ୱାରା ବାହାର ରତ୍ନଭଣ୍ଡାର ଖୋଲାଗଲା, ତନଖି କରାଗଲା, କ'ଣ ଜିନିଷ କେମିତି ସବୁ ସେପ୍ରେ ଅଛି ତାର ଭିଡ଼ିଓଗ୍ରାଫି କରାଗଲା। ସିଫ୍ଟିଂ ପୂର୍ବରୁ ଭିଡ଼ିଓଗ୍ରାଫି କଲୁ। ତାପରେ ସମସ୍ତ ଜିନିଷକୁ ଖୋଲାଖୋଲି କରି ତାର ଯାହା ଠାକୁରଙ୍କର ଯାହା ସୁନା ରୂପା ହୀରା ମୋତି ମାଳିକ ଯାହା କିଛି ଥିଲା ସବୁ ଜିନିଷକୁ ଆମେ ତା ପାଇଁ ଯେଉଁ ସ୍ଥିରୀକୃତ ହେଇଛି ରୁମ୍, ସେଇ 2ଟା ରୁମ୍କୁ ଆମେ ନେଲୁ। ସେ ରୁମ୍ରେ ସବୁଗୁଡ଼ାକୁ ପୁଣି ମାର୍କିଂ କରାହେଲା। ମାର୍କିଂ କରି ତାଲା ପକା ହେଲା, ସିଲ୍ କରାଗଲା। ସେ ସବୁ ଭିଡ଼ିଓଗ୍ରାଫି ହେଇଛି। ସେ ଚାବି ଯେହେତୁ ଏଇଟା ଦୈନନ୍ଦିନ ଗହଣା ଭଗବାନଙ୍କର, ତେଣୁ ସେ ଚାବି ତାର ଅଧିକୃତ 3 ଜଣଙ୍କୁ ଚାବି ତାଙ୍କୁ ହସ୍ତାନ୍ତର କରାଗଲା। ତାପରେ ଦ୍ୱିତୀୟ ପ୍ରକ୍ରିୟାରେ ଏହି କାର୍ଯ୍ୟକୁ ପ୍ରାୟ ବାହାର ଭଣ୍ଡାରର ସିଫ୍ଟିଂ ପ୍ରାୟ ଆମକୁ 3 ଘଣ୍ଟା ପାଖାପାଖି ଲାଗିଗଲା। କଷ୍ଟ କାମ। ତେବେ ଏ ବାହାର ଭଣ୍ଡାର କାମ ସରିଲା ପରେ ଆମେ ଭିତର ଭଣ୍ଡାରକୁ ଖୋଲିବା ପାଇଁ ଉଦ୍ୟମ କଲୁ। ଏସ୍ଓପିର ଡାଇରେକ୍ସନ୍ ଅନୁଯାୟୀ କଲେକ୍ଟର ମହାଶୟ ଟ୍ରେଜେରୀରୁ ଚାବି ଆଣି ପ୍ରସ୍ତୁତ ଥିଲେ। ସେ ଚାବିରେ ପ୍ରଥମେ ତାଲା ଖୋଲିବା ପାଇଁ ଉଦ୍ୟମ ହେଲା। ତାଲା ଖୋଲିଲା ନାହିଁ, ଚାବି ତାର ଉପଯୁକ୍ତ ଚାବି ନୁହେଁ ବୋଲି ଆମର ଉପଲବ୍ଧି ହେଲା ପରେ ଏସ୍ଓପି ନିର୍ଣ୍ଣୟ ଅନୁଯାୟୀ ସରକାରଙ୍କର ପରାମର୍ଶ ଅନୁଯାୟୀ ଆମେ ତୁରନ୍ତ ତାକୁ ଭାଙ୍ଗିବା ଷ୍ଟାଫ୍ ମଧ୍ୟ ସେଠି ଥିଲେ, ଫରେନ୍ସିକ୍ ଲ୍ୟାବ୍ର ଲୋକ ଥିଲେ, ବ୍ରେକିଂ ଓପନ୍ ପାର୍ଟି ଥିଲେ, ମାଜିଷ୍ଟ୍ରେଟ୍ ଥିଲେ, କଲେକ୍ଟର ଥିଲେ। ଏ ସମସ୍ତଙ୍କ ଉପସ୍ଥିତିରେ ଆମେ ତାଲା 3ଟି ଭାଙ୍ଗିଲୁ। ସେ ତାଲାର ପରିସ୍ଥିତି କହିଦେଉଛୁ। ପୂର୍ବ ତଥ୍ୟ ଅନୁଯାୟୀ ଗୋଟିଏ ତାଲା ସିଲ୍ ଥିଲା, 2ଟି ତାଲା ଖୋଲା ଥିଲା, 2ଟି ତାଲା ଅନସିଲ୍ଡ ଥିଲା, ଅନସିଲ୍ଡ ଥିଲା, ସବୁ କିନ୍ତୁ ଲକ୍ ଅବସ୍ଥାରେ ଥିଲା। 3ଟି ଯାକ ତାଲା ଖୋଲିଲା ପରେ ଆମେ ଭିତରକୁ ଲାଇଟ୍ର ପ୍ରବନ୍ଧ କଲୁ। କରି ଆମେ ସମସ୍ତେ ଯେଉଁ 11 ଜଣ ଅଧିକୃତ ସଦସ୍ୟ ଯିବା ପାଇଁ ଭିତରକୁ ସ୍ଥିରୀକୃତ ହେଇଥିଲା, ଆମ କମିଟି ଛଡ଼ା ଅନ୍ୟ କମିଟି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟକ୍ତି ସମସ୍ତେ ଆମେ ଭିତରକୁ ଗଲୁ। ଆଲମିରା ସିନ୍ଦୁକ ଭଗବାନଙ୍କର ସବୁ ଯେଉଁ ଅବସ୍ଥାରେ ଅଛି ତାକୁ ଅନୁଧ୍ୟାନ କଲୁ। ତାର ମଧ୍ୟ ଭିଡ଼ିଓଗ୍ରାଫି କଲୁ ଆମ ପୂର୍ବ ନିଷ୍ପତ୍ତି ଅନୁଯାୟୀ। କିନ୍ତୁ ସେତେବେଳକୁ ପ୍ରାୟ 4.5 ଘଣ୍ଟା ହେଇଗଲାଣି। ମନ୍ଦିର କର୍ତ୍ତୃପକ୍ଷଙ୍କର ଯେଉଁ 7-8 ଜଣ ସଦସ୍ୟ ତା ଭିତରେ ଥିଲେ, ସମସ୍ତେ ଯେହେତୁ ବାହୁଡ଼ା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତା ପାଇଁ ବ୍ୟସ୍ତ ଅଛନ୍ତି, ଆମେ ଆଉ ସମୟ ପାଇଲୁ ନାହିଁ। ସମ୍ପତ୍ତିର ତଦାରଖ କରିବା କିମ୍ବା ସମ୍ପତ୍ତିକୁ ସିଫ୍ଟ କରିବା ପାଇଁ ଯେହେତୁ ସମୟ ହେଲାନି, ଆମେ ସେଠି ନିଷ୍ପତ୍ତି ନେଲୁ ଯେ ଆମେ ଏହି କାର୍ଯ୍ୟ ଯେଉଁ ସିଫ୍ଟିଂ କାମ ତା ଭିତର, ସେ ସିଫ୍ଟିଂ କାମ ଆଉ ଗୋଟେ ତାରିଖ ନିର୍ଦ୍ଧାରିତ କରି ଆମେ ସେ ସିଫ୍ଟିଂ କରିବୁ ବୋଲି ନିର୍ଣ୍ଣୟ ନେଲୁ। ଏବଂ ସେଟାକୁ ପୁଣି ଆଉ ଥରେ ନୂତନ ତାଲା, ଯେହେତୁ ତାଲା ଭାଙ୍ଗି ଯାଇଥିଲା, ନୂଆ ତାଲା ଆଗରୁ ରଖାଯାଇଥିଲା। ସଫିସିଏଣ୍ଟ ନମ୍ବର ଅଫ୍ ତାଲା ଥିଲା। ଇଣ୍ଡିପେଣ୍ଡେଣ୍ଟ ତାଲା 3ଟି ତାଲା ପଡ଼ିଲା। ତାଲାକୁ ପୁଣି ସିଲ୍ କରାଗଲା। ଗୋଟିଏ ତାଲା ତା ଭିତରୁ ସିଲ୍ କରାଗଲା ଏବଂ ଯୋଡ଼ିଏ ତାଲା ସିଲ୍ କରାଯାଇଛି। ଯୋଡ଼ିଏ ତାଲା ପଡ଼ିଛି ଭିତର ଭଣ୍ଡାରରେ। ସେ ତାଲା ପଡ଼ି ସିଲ୍ ହେଲା ପରେ ସେ ଚାବିକୁ ସିଲ୍ କରାଯାଇ କଲେକ୍ଟରଙ୍କୁ ଦିଆଗଲା। ତାଙ୍କୁ ଅନୁମତି ଦିଆଗଲା, ଆଦେଶ ଦିଆଗଲା। ସେ ଚାବି ଟ୍ରେଜେରୀରେ ରହିବ।
ପୁଣି ଆମେ ଭିତରେ ବସିବୁ ବା ଭଗବାନଙ୍କର ଲୀଳା ବର୍ତ୍ତମାନ କାର୍ଯ୍ୟକ୍ରମ ସବୁ ରହିଛି ଇଏ 4 ଦିନ ଲାଗିବ। ସୁନାବେଶ ଅଛି, ତାପରେ ଗୁରୁବାର ଅଛି, ଶୁକ୍ରବାର ଠାକୁର ଭିତରକୁ ଯିବେ ବୋଲି ଶୁଣାଯାଉଛି। ସେ ଭିତରେ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ବହୁତ ବ୍ୟସ୍ତ ରହିବେ। ସେଠି ଯାତ୍ରୀଙ୍କର ଭିଡ଼ ମଧ୍ୟ ପ୍ରବଳ ରହିବ। ମନ୍ଦିର ଭିତରେ କାମ କରିବା ସମ୍ଭବ ନୁହଁ। ତେଣୁ ଆମେ ନିଷ୍ପତ୍ତି ନେଲୁ ପୁଣି 7-8 ଦିନ ଭିତରେ ଏହି କାମ ସବୁ ବାହୁଡ଼ାର କାର୍ଯ୍ୟକ୍ରମ ସରିଲେ ଆମେ ପୁଣି ବସି ପୁନଃ ତାରିଖ ନିର୍ଣ୍ଣୟ କରିବୁ। ସରକାର ଆମକୁ ଅନୁମତି ଦେଇଛନ୍ତି ସେ କାର୍ଯ୍ୟ ପାଇଁ, ତେଣୁ ସରକାରଙ୍କର ଆଉ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ଆମେ ତାରିଖ ଠିକ୍ କରି ଆମେ ତାକୁ ଖୋଲିବାକୁ ଯିବୁ। ସାର୍ ଭିତର ଆକ୍ରମଣ ଭିତର ଦୃଶ୍ୟ ଶୁଣନ୍ତୁ, ଏକଦମ ଆବସୋଲ୍ୟୁଟଲି ନର୍ମାଲ। ଆମେ କୌଣସି ଲୋକଙ୍କର ଶାରୀରିକ କିମ୍ବା ମାନସିକ ସ୍ତରରେ କିଞ୍ଚିତ ମାତ୍ର ମଧ୍ୟ କ୍ଷତି ହେଇନାହିଁ। ସମସ୍ତେ ଆନନ୍ଦରେ ଭିତରକୁ ଗଲେ, ହରିବୋଲ ସହିତ ଗଲେ, ଜଗନ୍ନାଥଙ୍କର ପ୍ରାର୍ଥନା ସହିତ ଗଲେ ଏବଂ ସମସ୍ତେ ଯାହା ତା ଭିତରେ ଆମେ ଆଜି ଯାହା କିଛି କଲୁ ସମସ୍ତଙ୍କ ସହଯୋଗରେ ମରାମତି ଆମେ ଦେଖିଛୁ, କିନ୍ତୁ ରେକର୍ଡ କିଛି ହେଇନାହିଁ କାରଣ ସମୟ ଏତେ ହେଲାନି। ମରାମତିର ଆବଶ୍ୟକତା ରହିଛି ଆମେ ଉପଲବ୍ଧି କରିଛୁ ଏବଂ ଆମେ ଜିନିଷ ନ ଗଲା ପର୍ଯ୍ୟନ୍ତ ସେଠୁ ନ ବାହାରିଲା ପର୍ଯ୍ୟନ୍ତ ମରାମତି ସମ୍ଭବ। ଶୁଣନ୍ତୁ, ନମ୍ବର ତ ଡେଫିନେଟଲି 6ରୁ 7 ଯାଏ ବୋଧେ ସିନ୍ଦୁକ ଥିଲା କିଛି ଏବଂ କିଛି ଆଲମିରା ଥିଲା। ଆମେ ଦେଖିଛୁ ପ୍ରାୟ 4ଟି ସିନ୍ଦୁକ ଦଉଟି ଆହୁରି ଅନ୍ୟ ଜିନିଷ ବି କିଛି ତଳେ ଏମିତି ଲମ୍ବା ଲମ୍ବା ଜିନିଷ ସବୁ ଅଛି। ହଁ, ଆପାତତଃ 4ଟି ଆଲମିରା ନା 2ଟା ସାର? 5ଟି ଆଲମିରା ଆଉ ସିନ୍ଦୁକ ଯାହା ମନେ ପଡୁଛି ମୋର। ଓକେ, ଭିତରେ ଆମେ ଏତେଟା ଦେଖିବା ପାଇଁ ସୁଯୋଗ ଆସିନି କାରଣ ଆଲମିରା ପଛରେ କ'ଣ ଥିବ ଆମେ ଜାଣିନୁ। ଆଲମିରା ସିଟ୍ ହେଲେ ତାହା ଜଣା ପଡିବ, ଆପଣମାନଙ୍କୁ ଜଣେଇ ଦିଆ। ସାର୍ ଭିତର ଓଦା ଥିଲା କି? ସାର୍ ଭିତର ସ୍ଥିତି ସେମିତି ଡିଷ୍ଟର୍ବିଂ ନଥିଲା। ତଳ ନିଶ୍ଚିତ ଭାବରେ ଟିକେ କିଛି ଜିନିଷ ଭାଙ୍ଗିକିରି ପଡ଼ିଛି, ଆମେ ଦେଖିଲୁ ପଥର କିଛି ଅଛି, କିଛି ଗୁଣ୍ଡ ଅଛି। ସ୍ୱାଭାବିକ ଆମ ଘର ଯଦି ଆମେ ବନ୍ଦ କରିଦେବା 1-2 ମାସ ଘରେ ଚୂନ ଝଡ଼ିଯାଏ। ଗୋଟେ ଘର ଖୋଲା ହେଇନାହିଁ 1985 ପରଠାରୁ, ଏଇଟା ସ୍ୱାଭାବିକ କିଛି ଜିନିଷ ତା ଭିତରେ ଝଡ଼ିଛି। ପଥର ନିର୍ମାଣ ଟିକେ ପାଦ ଏତେ ଓଦା ଆମେ ଫିଲ୍ କରିନୁ। କାହିଁକି ଆପଣ ଶୁଣନ୍ତୁ, ଗୋଟେ ଭୁଲ ଧାରଣା ସୃଷ୍ଟି ହେଉଛି ତା ଭିତରେ ପାଣି ବର୍ତ୍ତମାନ ଅଛି। ଆପଣମାନେ ସମସ୍ତେ ଜାଣି ରଖନ୍ତୁ, ମନ୍ଦିର ବେଢ଼ାର ଉପର କାମ ସମ୍ପୂର୍ଣ୍ଣ ହେଇସାରିଛି। ଉପରୁ ପାଣି ଗଳିଲେ ତ ତଳକୁ ଆସିବ, ତେଣୁ ସେ ଭୁଲ ଧାରଣାରେ କେହି ରହନ୍ତୁନି। ଯାହା ପାଣି ଗଳିଥିଲା କ'ଣ ହେଇଥିଲା, ଦାଗ କାଠ ଆଲମିରା କିଛି ଅଛି, ଷ୍ଟିଲ୍ ଆଲମିରା ମଧ୍ୟ ଥିଲା ଗୋଟେ, ଆମେ ଦେଖିଛୁ। ସିନ୍ଦୁକ କାଠର ଥିଲା। ଆଜ୍ଞା ଶୁଣନ୍ତୁ, ଏଗୁଡାକ ସବୁ ଯିଏ ଯାହାର ଗପ ଚଲାଉଛନ୍ତି। ଲୋକ ସେମିତି ସିନେମା ତିଆରି ହୁଏ, ସିନେମା ବଳିଷ୍ଠ କରିବା ପାଇଁ, ଉତ୍କୃଷ୍ଟ କରିବା ପାଇଁ କାହାଣୀ ବନାଯାଏ। କିଛି ଲୋକ ଛଡ଼ା କରନ୍ତୁ ସେଭଳି କାହାଣୀ ସୃଷ୍ଟି କରିଛନ୍ତି। ଜମା ସେଥିରେ ବିଶ୍ୱାସ ରଖନ୍ତୁ ନାହିଁ। ଆମେ ତ ସ୍ୱଦେହରେ ଗଲୁ, ସ୍ୱଦେହରେ ଆସୁ ଆପଣଙ୍କ ସାମ୍ନାରେ। ସାର୍ କିଛି ଗର୍ତ୍ତ ଥିଲା, ଅଧିକା ଆମେ ପ୍ରମାଣ କ'ଣ କିଛି ତାର ଗର୍ତ୍ତ ଥିଲା କି ସେମିତି କିଛି? ଆପଣ ଗର୍ତ୍ତ ହୋଲ କିଛି ଥିଲା କି? ଗର୍ତ୍ତ ସୁଡ଼ଙ୍ଗ ଭଳିଆ କିଛି? ଶୁଣନ୍ତୁ, ତାର 4 କର ଯାକ ଆଲମିରା ଆଉ ଲକର ରହିଛି। ତେଣୁ ଆମେ ସେଇଭଳି କିଛି ଉପଲବ୍ଧି କରିପାରିଲୁ ଏଇ ସ୍ୱଳ୍ପ ସମୟ। ଆଲମିରା ନ ଘୁଞ୍ଚିଲେ ସେଗୁଡ଼ାକ ଜଣାପଡ଼ିବ। ସାର୍ ସେ ରୁମ୍ଟା କେତେ ବଡ଼ ଥିଲା ପାଖାପାଖି ଆମେ ଅନୁମାନ କରିପାରିବା? ପାଖାପାଖି 10 ଫୁଟରେ ନେଇ 15 ଫୁଟରେ 10 ଫୁଟ ହବ ଗୋଟିଏ ରୁମ୍। ସାର୍ ଗୋଟିଏ ରୁମ୍ କହିଲି ଆପଣଙ୍କୁ, ଆପଣ ପୁଣି ଆଲମିରା ଯେହେତୁ ହଟି ନାହିଁ, ଆମେ ଆଉ ରୁମ୍ ଅଛି ଜାଣିବାର ସମ୍ଭାବନା ନାହିଁ। ରେଜିଷ୍ଟ୍ରେସନ କରାଯାଇଛି, ମୁଁ କହିସାରିଲିଣି ଆପଣଙ୍କୁ ଅନୁଭବ। ମୁଁ ତ ଭାବୁଛି ବୋଧେ ମୁଁ ସ୍ୱପ୍ନ ଭିତରେ ଅଛି। ଆଜି 50 ବର୍ଷ ପରେ ସେ ଅଭିଜ୍ଞତା, ଭିନ୍ନ ଅଭିଜ୍ଞତା, ଏଇଟା ଠାକୁରଙ୍କ ଆଶୀର୍ବାଦ। ଆମେ ନିଶ୍ଚିତ ଭାବରେ ଠାକୁରଙ୍କ ପାଖରେ ଋଣୀ ଯେ ଆମକୁ ଏ ସୁଯୋଗ ଦେଇଛନ୍ତି ଏବଂ ସେ 4.5 କୋଟି ଓଡ଼ିଆଙ୍କର ଯେଉଁ ଆସ୍ଥା ଅବିଶ୍ୱାସ ଯେଉଁ ସୃଷ୍ଟି ହେଇଥିଲା, ଆଜି ନିଶ୍ଚିତ ଭାବରେ ତାଙ୍କର ସେ ଅବିଶ୍ୱାସ ଦୂର ହେବ।